ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଇସିନା ଆଲୋଚନାର 10ମ ସଂସ୍କରଣକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଏକ ଉତ୍ସର୍ଗୀକୃତ ଆପ୍କୁ ଆଜି ଉନ୍ମୋଚନ କରିବେ ଅର୍ଥମନ୍ତ୍ରୀ। ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନିଜ ଆଡୁ ଗ୍ରହଣ କରିଥିବା ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏବଂ ତ୍ରିନିଦାଦ ଓ ଟବାଗୋର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଷ୍ଟୁଆର୍ଟ ୟଙ୍ଗ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇସିନା ଆଲୋଚନାର 10ମ ସଂସ୍କରଣ 2025କୁ ଉଦ୍ଘାଟନ କରିବେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବୋଧନ କରିବେ। ଏହି ତିନିଦିନିଆ ଆଲୋଚନା ବୈଠକ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ। ଚଳିତ ଥରର ବିଷୟବସ୍ତୁ ରହିଛି କାଳଚକ୍ର, ପିପୁଲ, ପିସ୍ ଆଣ୍ଡ ପ୍ଲାନେଟ୍। ବିଭିନ୍ନ ଦେଶର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ଲକ୍ଷ୍ୟରେ ମତ ବିନିମୟ କରିବେ। 6ଟି ପ୍ରସଙ୍ଗ ଉପରେ ଆଲୋଚନା ବୈଠକ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକରେ 125ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏଥିରେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ମନ୍ତ୍ରିପରିଷଦର ସଦସ୍ୟ, ବିଶେଷଜ୍ଞ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟିକ କ୍ଷେତ୍ରର ମୁଖ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ। ଏଥିସହ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ବିଭିନ୍ନ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଉଛନ୍ତି। ରାଇସିନା ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଦେଶର ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଶ୍ରୀ ଲକ୍ସନ ମଧ୍ୟ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ଶ୍ରୀ ଲକ୍ସନ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମଧ୍ୟ ମତ ବିନିମୟ କରିବେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କର ନୂତନ ପନ୍ଥା ନିର୍ଣ୍ଣୟ କରିବା ଶ୍ରୀ ଲକ୍ସନଙ୍କ ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ ଗତକାଲି ଆସି ପହଞ୍ଚିଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶାନ୍ତି ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି ହୋଇଥିବାରୁ ଭାରତ ଶାନ୍ତି ନେଇ ଦେଇଥିବା ବାର୍ତ୍ତା ଉପରେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଗୁରୁତ୍ୱ ଦିଅନ୍ତି। ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପୋଡକାଷ୍ଟ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ସର୍ବଦା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି। ରୁଷ ଏବଂ ୟୁକ୍ରେନ ବିବାଦ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆଲୋଚନା ହେଲେ ହିଁ ସମାଧାନର ପନ୍ଥା ବାହାରିପାରିବ। ଶାନ୍ତି ଆଲୋଚନାରେ ଉଭୟ ପକ୍ଷଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଭାରତ ଚୀନ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶର ସଂସ୍କୃତି ଏବଂ ସଭ୍ୟତା ବହୁ ପ୍ରାଚୀନ। ଉଭୟ ଦେଶ ମିଳିତ ଭାବେ ବିଶ୍ୱ କଲ୍ୟାଣ ଦିଗରେ କାର୍ଯ୍ୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରହିଥିବା ମତଭେଦ ଯେଭଳି ବିବାଦରେ ପରିଣତ ନ ହୁଏ ସେଥିପ୍ରତି ଭାରତ ସର୍ବଦା କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ପାକିସ୍ତାନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭାଜନ ପରେ ପାକିସ୍ତାନ ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ଅସ୍ତିତ୍ୱକୁ ପ୍ରୋତ୍ସାହିତ ନ କରି ଭାରତ ବିରୋଧରେ ଛାୟାଯୁଦ୍ଧ କରୁଛି। ଏଭଳି ବିଚାରଧାରା ଦ୍ୱାରା ସମଗ୍ର ବିଶ୍ୱରେ ଆତଙ୍କବାଦ ଘଟଣା ବୃଦ୍ଧି ପାଉଛି। ପାକିସ୍ତାନକୁ ଆତଙ୍କବାଦର ମାର୍ଗ ପରିତ୍ୟାଗ କରିବାକୁ ଭାରତ ବାରମ୍ବାର ଅନୁରୋଧ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। ଏଆଇ ଉଦ୍ଭାବନ ଏବଂ ଏହାର ନିର୍ଦ୍ଦିଷ୍ଟ ବ୍ୟବହାର ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। भारत के बिना एआई अधूरा है। एआई डेवलपमेंट एक कोलैबोरेशन है। यहाँ हर कोई एक दूसरे को अपने एक्सपीरियंस और लर्निंग से सपोर्ट कर सकता है। और इंडिया सिर्फ इसका मॉडल नहीं बना रहा, बल्कि स्पेसिफिक यूज केसेस से के हिसाब से एआई बेस्ड एप्लीकेशंस को भी डेवलप कर रहा है।
ପ୍ରଧାନମନ୍ତ୍ରୀ କହିଛନ୍ତି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟର ଚୂଡ଼ାନ୍ତ ବୋଲି ବିବେଚନା କରାଯିବା ଉଚିତ ନୁହେଁ। ପରୀକ୍ଷା ପେ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ମତ ବିନିମୟ କରିବା, ସେମାନଙ୍କର ଚିନ୍ତା ଏବଂ ଶିକ୍ଷା ଉପରେ ଦୃଷ୍ଟିକୋଣ ବୁଝିବା ସୌଭାଗ୍ୟ ସେ ଉପଲବ୍ଧ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜନଶକ୍ତିର ସାମର୍ଥ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଭାରତର ସ୍ୱାଧୀନତା ସଂଗ୍ରାମକୁ ଜନ ଆନ୍ଦୋଳନରେ ପରିଣତ କରିବାରେ ମହାତ୍ମା ଗାନ୍ଧୀଙ୍କ ଦକ୍ଷତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ନିଜ ଆଭିମୁଖ୍ୟରେ ସର୍ବଦା ଲୋକଙ୍କୁ ସାମିଲ କରିବାକୁ ସେ ପ୍ରୟାସ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା PMIS ପାଇଁ ଏକ ଉତ୍ସର୍ଗୀକୃତ ଆପ୍ ଉନ୍ମୋଚନ କରିବେ। ଏହି ଯୋଜନା ଅଧୀନରେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ଆପ୍ କାର୍ଯ୍ୟକାରୀ କରାଯିବ। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଏହି ଆପ୍ ଲଞ୍ଚ ସହିତ କୋଲକାତାରେ PMIS ପାଇଁ ଏକ ସୁବିଧା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘର ମିଳିତ ଆନୁକୂଲ୍ୟରେ ଏହି କେନ୍ଦ୍ର ଆରମ୍ଭ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ଯୋଜନାର ସଫଳ ରୂପାୟନ ନେଇ ଏହି କେନ୍ଦ୍ର ଇଚ୍ଛୁକ ପ୍ରାର୍ଥୀଙ୍କୁ ମାର୍ଗଦର୍ଶନ କରିବାର ଲକ୍ଷ୍ୟ ରଖିଛି। ପଶ୍ଚିମବଙ୍ଗ ଆର୍ଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ କରାଯିବ। ନିଜ ଆଡୁ ଗ୍ରହଣ କରିଥିବା ଏହି ମାମଲାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ କୋଲକାତାର ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଏବଂ କେତେକ ଆନୁଷଙ୍ଗିକ ପ୍ରସଙ୍ଗ ଆଧାରିତ ମାମଲାଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନରତ ଡାକ୍ତରଙ୍କ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିବା, ସେମାନଙ୍କ ବିରୋଧରେ କୌଣସି ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୟେମେନ୍ର ହୁତି ବିଦ୍ରୋହୀଙ୍କ ସମ୍ଭାବ୍ୟ ପ୍ରତିଶୋଧମୂଳକ ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ବାୟୁସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ପକ୍ଷରୁ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସାମରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟେମେନ୍ରୁ ଉତ୍କ୍ଷେପଣ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଗତ ରାତିରେ ଇଜିପ୍ଟର ଶାର୍ମ ଏଲ୍ ଶେଖ୍ ଅଞ୍ଚଳରେ ପଡ଼ିବା ପରେ ଇସ୍ରାଏଲ୍ ସେନା ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଇସ୍ରାଏଲ୍ ସାମରିକ ଗୋଇନ୍ଦା ବିଭାଗ ଏହି କ୍ଷେପଣାସ୍ତ୍ର ଇସ୍ରାଏଲ୍ ଅଞ୍ଚଳକୁ ଦୃଷ୍ଟିରେ ରଖି ଉତ୍କ୍ଷେପଣ କରାଯାଇଥିଲା କି ନାହିଁ ତାହାର ଯାଞ୍ଚ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅବସରରେ ୟେମେନ୍ରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଏହି ଆକ୍ରମଣରେ 31 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 101 ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଗାଜାରେ ଇସ୍ରାଏଲ୍ର ଅବରୋଧ ଜବାବରେ ଇସ୍ରାଏଲ୍ ସହ ସମ୍ପୃକ୍ତ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ଚେତାବନୀ ପରିପ୍ରେକ୍ଷୀରେ ଆମେରିକା ୟେମେନ୍ର ରାଜଧାନୀ ସାନା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ୍ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ପାଲେଷ୍ଟାଇନ୍ ସହ ମିଳିତ ଭାବେ ଇସ୍ରାଏଲ୍ ଅଞ୍ଚଳ ଉପରେ 320ଟି ଡ୍ରୋନ୍ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ମିଳିତ ସଂଗଠନ ଆମେରିକା ବ୍ରିଟିଶ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେବା ସହ ସେହି ଅଞ୍ଚଳରେ ସଂଘର୍ଷ ଅଧିକ ତୀବ୍ର ହେବାର ଆଶଙ୍କା ସୃଷ୍ଟି ହୋଇଛି। ତ୍ରିନିଦାଦ ଏବଂ ଟବାଗୋର ପ୍ରଧାନମନ୍ତ୍ରୀ ଭାବେ ଷ୍ଟୁଆର୍ଟ ୟଙ୍ଗ ଆଜି ଶପଥ ଗ୍ରହଣ କରିବେ। ସେଣ୍ଟ ଆନ୍ସ ସ୍ଥିତ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ୟଙ୍ଗ ବର୍ତ୍ତମାନ ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀ ଡକ୍ଟର କିଥ୍ ରାଉଲିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ବିଦାୟୀ ପ୍ରଧାନମନ୍ତ୍ରୀ ଡକ୍ଟର ରାଉଲି ଗତକାଲି ଶେଷଥର ପାଇଁ ପିପୁଲ୍ସ ନ୍ୟାସନାଲ୍ ମୁଭମେଣ୍ଟ କେନ୍ଦ୍ରୀୟ ହଲ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗ ଦେଇଥିଲେ। ତ୍ରିନିଦାଦ ଏବଂ ଟବାଗୋ ପ୍ରତି ତାଙ୍କର ସମର୍ପଣ ଭାବ ଅତୁଟ ରହିବ ବୋଲି ଡକ୍ଟର ରାଉଲି ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ ଗତ ଜାନୁଆରୀ ମାସ ପ୍ରାରମ୍ଭରେ ଡକ୍ଟର ରାଉଲି ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ମନ୍ତ୍ରୀ ଶ୍ରୀ ୟଙ୍ଗଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ଟାରେ ଜନ୍ମଗତ ତ୍ରୁଟି ଏବଂ ତତ୍ସଂକ୍ରାନ୍ତ ସମସ୍ୟା ଶୀର୍ଷକ ଆଲୋଚନାର ପ୍ରସାରଣ କରାଯିବ। ଏମ୍ସ ନୂଆଦିଲ୍ଲୀର ଶିଶୁ ଅସ୍ତ୍ରୋପଚାର ବିଭାଗର ପ୍ରଫେସର ଡାକ୍ତର ପ୍ରବୁଧ ଗୋୟଲ ଏବଂ ନୂଆଦିଲ୍ଲୀସ୍ଥିତ ସ୍ୱାମୀ ଦୟାନନ୍ଦ ହସ୍ପିଟାଲ ଶିଶୁ ବିଭାଗ ମୁଖ୍ୟ ଡାକ୍ତର ସୁରେନ୍ଦ୍ର ସିଂ ବିଷ୍ଟ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଇସିନା ଆଲୋଚନାର 10ମ ସଂସ୍କରଣକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଏକ ଉତ୍ସର୍ଗୀକୃତ ଆପ୍କୁ ଆଜି ଉନ୍ମୋଚନ କରିବେ ଅର୍ଥମନ୍ତ୍ରୀ। ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନିଜ ଆଡୁ ଗ୍ରହଣ କରିଥିବା ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ ଏବଂ ତ୍ରିନିଦାଦ ଓ ଟବାଗୋର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଷ୍ଟୁଆର୍ଟ ୟଙ୍ଗ। ସମ୍ବାଦ ଶେଷ ହେଲା।